ଆଜିର ଏହି ପବିତ୍ର ଆତ୍ମାଙ୍କ ସ୍ୱରରେ ଜଡ଼ିତ ହୋଇଥିବା ସମସ୍ତ ଶ୍ରୋତାମାନଙ୍କୁ ମୋ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ପ୍ରେଜ୍ ଦ ଲର୍ଡ ଜଣାଉଛି। ଆଉ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆମମାନଙ୍କର ଏହି ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ, ଆଉ ଲାଇକ୍ କରନ୍ତୁ, ଆଉ କମେଣ୍ଟ ମଧ୍ୟ ଆପଣମାନେ ଲେଖନ୍ତୁ, ଯଦ୍ୱାରା କି ଆମେମାନେ ମଧ୍ୟ ଜାଣିପାରିବୁ। ତାପରେ ଆମ୍ଭମାନଙ୍କର ନୂଆ ନୂଆ ବିଷୟ ସବୁ ଆପଣମାନଙ୍କ ନିକଟକୁ ପହଞ୍ଚାଇ ପାରିବୁ। ଏଥିପାଇଁ ଆପଣମାନଙ୍କୁ ଅନୁରୋଧ କରୁଛୁ। ତ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଗୋଟିଏ ବିଷୟ ଆମେମାନେ ଆଲୋଚନା କରିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ବାକ୍ୟ ଦେଇ ଆପଣମାନଙ୍କୁ ମୁଁ ଉତ୍ସାହିତ କରିବା ପାଇଁ ଚାହେଁ। ଆଜି ଅନେକ ଲୋକ ନିରାଶରେ ରହୁଛନ୍ତି, ହତାଶରେ ରହୁଛନ୍ତି। ଆଉ ଆମ୍ଭେମାନେ ଯେ ପରମେଶ୍ୱରଙ୍କର ଲୋକ, ଆମ୍ଭେମାନେ ଯେ ପରମେଶ୍ୱରଙ୍କର ପବିତ୍ର ଜାତି, ତାହାଙ୍କର ମନୋନୀତ ପ୍ରଜା, ଆମ୍ଭେମାନେ ତାହାଙ୍କର ସଞ୍ଚିତ ଧନ ମଧ୍ୟ। ତ ଆମ୍ଭେମାନେ କିପରି ଭାବରେ ରହିବାର ଅଛି, ଏ ବିଷୟ ଆମ୍ଭେମାନେ ବେଳେ ବେଳେ ଭୁଲି ଯାଇଥାଉଛୁ, ଯଦ୍ୱାରା କି ଆମ୍ଭମାନଙ୍କର ମନରେ ନିରାଶତା ଆସୁଛି, ହତାଶତା ଆସୁଛି। କିନ୍ତୁ ଆମ୍ଭେମାନେ ମନେ ରଖିବା ଆବଶ୍ୟକ ଯେ ଜଣେ ପରମେଶ୍ୱରଙ୍କ ସହିତ ଚାଲିବା ଲୋକ, ଜଣେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିଶ୍ୱାସୀ, ସେ କେବେ ମଧ୍ୟ ହାରେ ନାହିଁ, କେବେ ମଧ୍ୟ ସେ ନିରାଶ ହୁଏ ନାହିଁ, କେବେ ମଧ୍ୟ କୌଣସି ସମସ୍ୟା ତାକୁ ବିଚଳିତ କରିପାରେ ନାହିଁ। ହାଲେଲୁୟା। କାରଣ ଆମ୍ଭେମାନେ ଦେଖୁ ଅନେକ ଲୋକ ଯେତେବେଳେ ସେମାନଙ୍କୁ କିଛି ଜାଗତିକ ବିଷୟ ମିଳିଯାଏ, ସେତେବେଳେ ସେମାନେ ଆନନ୍ଦ କରନ୍ତି। କିଛି ଜାଗତିକ ବିଷୟ ପାଇଁ, ଏ ଜଗତର କୌଣସି ଅଳ୍ପ କ୍ଷଣକାଳ ସ୍ଥାୟୀ ବିଷୟ ସବୁ ପାଇଁ ସେମାନେ ଲାଳାୟିତ ହେଇକରି ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି। ଆଉ ଯେତେବେଳେ ମିଳିଯାଏ ସେମାନେ ଆନନ୍ଦ କରନ୍ତି। ଆଉ ଯେତେବେଳେ ଦୁଃଖ ଆସେ, କଷ୍ଟ ଆସେ, ନିରାଶ ଆସେ, କିମ୍ବା କୌଣସି ରୋଗ ସେମାନଙ୍କ ଭିତରେ ଗ୍ରାସ କରେ, ଅଭାବ ଗ୍ରାସ କରେ, ସେତେବେଳେ ସେମାନେ ଭାଙ୍ଗି ପଡ଼ନ୍ତି, ସେମାନେ ନିରାଶ ହେଇଯାଆନ୍ତି। ଆଉ ସେମାନେ ଭୁଲି ଯାଆନ୍ତି ପରମେଶ୍ୱରଙ୍କ ବାକ୍ୟକୁ, ଯେ ଏଠାରେ ଆମେମାନେ ଯଦି ଦେଖିବା ଫିଲିପିଓ ତାର 4:4 ପ୍ରେରିତ ପାଉଲ କହୁଛନ୍ତି, ସେ ଜଣେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିଶ୍ୱାସୀ, ସେ ସବୁବେଳେ ଆନନ୍ଦ କରିବା ଆବଶ୍ୟକ। ହାଲେଲୁୟା। ପରମେଶ୍ୱରଙ୍କର ଲୋକ, ସେ ସବୁବେଳେ ଆନନ୍ଦ କରିବା ଆବଶ୍ୟକ। କାହିଁକି ନା ସେ ସବୁବେଳେ ପରମେଶ୍ୱରଙ୍କ ସହିତ ଜଡ଼ିତ ହୋଇ ରହିଥିବା ଲୋକ। ହାଲେଲୁୟା। ଆମ୍ଭମାନଙ୍କର ଭରସା କାହାଠାରେ ଅଛି? ଏଇ ଜଗତ ନା ପରମେଶ୍ୱରଙ୍କ ବାକ୍ୟରେ? ଆମ୍ଭେମାନେ ଯେଉଁ ଧର୍ମକର୍ମ କରି ଆସୁଛୁ ଆଜି ପର୍ଯ୍ୟନ୍ତ, ଆପଣମାନେ ଯେଉଁ ଧର୍ମକର୍ମ କରୁଅଛନ୍ତି, ପ୍ରଭୁଙ୍କର ବାକ୍ୟରେ ଯେଉଁ ଭରସା ଅଛି ଆପଣମାନଙ୍କର, ତାହା ଯେତେବେଳେ ଆପଣମାନଙ୍କୁ ଦୁଃଖ ଆସୁଛି, ସେତେବେଳେ ସେଇ ଭରସା କେଉଁ ଆଡ଼େ ଚାଲି ଯାଉଛି, କିମ୍ବା ଆପଣମାନେ ଭୁଲି ଯାଉଅଛନ୍ତି। କିନ୍ତୁ ପ୍ରକୃତ ଭାବରେ ଯଦି ଆପଣମାନେ ଚିନ୍ତା କରିବେ, ଜଣେ ପ୍ରଭୁଙ୍କର ବିଶ୍ୱାସୀ, ପ୍ରକୃତ ପ୍ରଭୁଙ୍କର ଦାସ, ସେ କେବେ ମଧ୍ୟ ବିଚଳିତ ହୁଏ ନାହିଁ। ହାଲେଲୁୟା। ସେ ଯେତେ ବଡ଼ ସମସ୍ୟା ତାର ସମ୍ମୁଖରେ ଆସୁ, ସେ କେବେ ମଧ୍ୟ ବିଚଳିତ ହୁଏ ନାହିଁ। ସେ ସବୁବେଳେ ପରମେଶ୍ୱରଙ୍କ ସହିତ ତାହାର ଆତ୍ମା ଜଡ଼ିତ ହୋଇ ରହିଥାଏ। ହାଲେଲୁୟା। ତେବେ ଆଜି ଆପଣମାନଙ୍କର ପରିସ୍ଥିତି ଯାହା ହଉନା କାହିଁକି, ଆପଣମାନେ ଯେକୌଣସି ପରିସ୍ଥିତିରେ ଥାଆନ୍ତୁ ନା କାହିଁକି, କିନ୍ତୁ ଆପଣ ମନେ ରଖନ୍ତୁ ଯେ ଆପଣ
परमेश्वर सहित परमेश्वर आत्मा सहित आपणकर आत्मा जड़ित हो हालेलुया। आपण माने जदि देखिबे ये जगतर क्लेश जगतर क्लेश देवा पाई जीशुकर शिष्य जोहन को से पात्मनाम को द्वीप फिंगी दिगला। किंतु प्रिय प्रभुंकर लोक माने आपण माने ए विषय चिंता करंतु आपण माने आनंदित हो जिवे कहीं ना से माने जोहन को पात्मनामक द्वीप नाना प्रकार जंत्रणा देवा पाई से माने सेठी छाड़ी देले। किंतु परमेश्वर सेई जगार मध्य परमेश्वर तांकु सेठी एकुटिया छाड़ी नांती से कौन कले ना परमेश्वर स्वर्ग राज्य को तांको नहीं गले हालेलुया। से तांकर छांच केवल थिला से पात्मनामक द्वीप रे समस्ते देखुछती ए दुख तो पाउछि जंत्रणा भोग करूछि एइपरि भाबुछती। किंतु जोहन कोठी अछंती ना स्वर्ग राज्य रे हालेलुया। तो प्रिय प्रभुंकर लोक माने आज आपण मानकर परिस्थिति मध्य जे प्रकार होई थाउ ना काहेकि आपण माने भाबुथिबे आपण मानकर जागतिक दुख आपण मानको ग्रास करछि किछि अभाव ग्रास करछि किछि रोग ग्रास करछि आपण माने निजको एकुटिया मने भाबुथिबे कोनोसी ऋण आपण मानको व्यतिव्यस्त करि दउथिबो। किंतु मने रखंतु आपण माने सही परिस्थिति रे मध्य आनंद करिबा आवश्यक हालेलुया। कारण आम मानकर परमेश्वर भरोसार परमेश्वर अटंती आउ से जो वाक्य आपण मानकु देइछंती ताहा जीवंत एवं कार्य साधक अटे। तेणुकरी आमे माने सर्वदा आनंद करिबा आवश्यक। कारण परमेश्वर लोक जो परिस्थिति रे थिले मध्य से परमेश्वर सहित सब बेले रहिथिबो। आपण माने देखिबे जदि दानिएलଙ୍କ विषय दानिएल तांकु बाघ सिंह मानकर गर्तरे पकाई दिगला। किंतु प्रिय प्रभुंकर लोक माने सेही जगार मध्य से आनंद करूचंती आउ केबे मध्य भयभीत होउनांती आउ सेही जगार मध्य प्रभु जीशु ख्रीष्ट तांको उद्धार करिबा पाई से आसुचंती हालेलुया। तो आपण मानकर परिस्थिति आपण मानकर रोग आपण मानकर दुख आपण मानकर अभाव समय रे आपण माने आनंद करंतु आंठू भांगंतु प्रार्थना करंतु मनुष्य ऊपर निर्भर न करी सदा प्रभु ठारे निर्भर करंतु आ सदा प्रभु आपण मानकर दुख को दूर करिबा पाए सेठी ओल्हाई पड़िबे हालेलुया। तो प्रिय प्रभुकर लोक माने आमे माने मने रखिबा आवश्यक जोने प्रभु जीशु ख्रीष्टंकर लोक से केबे हारे नाही से केबे लज्जित हुए नाही से केबे निराश हुए नाही से जे कोनोसी परिस्थिति रे थिले मध्य सबु बेले विजय जीवन बंचे आउ आपण माने मध्य सबु बेले भरोसार सहित बंचंतु। केवल आपण मानकर भरोसार बंचिबा आपण माने किपरि भाबरे बंचुछंती किपरि भाबरे चालुछंती किपरि भाबरे आपण मानकर दैनंदिन जीवन बीतुछि से विषय रे जो आपण माने निरीक्षण करी करी चालंतु आउ केबे मध्य हताश होंतु नाही निराश होंतु नाही। जेते बेले आपण मानको दुख आसुछि कष्ट आसुछि निराशता आसुछि प्रभु जीशु ख्रीष्टक सहित लागि रहिबा पाई नाना प्रकार समस्या आपण मानको व्यतिव्यस्त करूछि सेही समय रे प्रिय प्रभुंकर लोक माने आंठू भांगंतु प्रार्थना करंतु आनंद करंतु सर्वदा आनंद करंतु आउ सही समय रे परमेश्वर आपण मानकु नुआ नुआ बल देबे। आपण माने तो ईश्वर वाक्य रु आपण माने सुनी छथि एवं जानि छथि जो माने परमेश्वर को अपेक्षा करंती से माने नुआ नुआ बल पाइबे बोली लेखाय छी। आउ परमेश्वर को अपेक्षा करिवा लोक केबे मध्य हारिबे नाही। तो प्रिय प्रभुंकर लोक माने आजिरो एही प्रभुंकर वाक्य दिगरी आपण मानकु उत्साहित करिवा पाई चाहे जे आपण माने जो परिस्थिति रे थिले मध्य आपण माने प्रभु जीशु ख्रीष्ट को ठाय आनंद करंतु आ प्रभु जीशु ख्रीष्ट आपण मानको जीवन रे भरोसा देबे आपण मानको दुख को से दूर करिवे आपण मानको रोग को से आपण मानको मुक्त करिवे आपण मानको अभाव को से दूर करिवे। तो प्रभुंकर लोक माने आज एही पवित्र आत्मा को स्वर रे जड़ित होइथिबा समस्त को मु प्रभु जीशु ख्रीष्ट को पवित्र नाम रे पुनर्बार मु प्रेरित लॉर्ड जणाउछि। आ एही पवित्र वाक्य दे प्रभु जीशु ख्रीष्ट आपण मान समस्त को आशीर्वाद करंतु आमेन। तो प्रिय प्रभुंकर लोक माने आसंतु आमे माने
ଅଳ୍ପ ସମୟ ଚକ୍ଷୁ ବନ୍ଦ କରିବା ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମ୍ଭେମାନେ ପ୍ରାର୍ଥନା କରିବା। ସେ ଯେପରି ଆମ୍ଭମାନଙ୍କୁ ସେ ଭରସା ଦେବେ, ଧୈର୍ଯ୍ୟ ଦେବେ, ତାଙ୍କରି ଭରସା ଏବଂ ଧୈର୍ଯ୍ୟ ଆମ୍ଭେମାନେ ପାଇ ଆଗକୁ ଆଗକୁ ବଢ଼ିପାରିବା। ଏଥିପାଇଁ ସମସ୍ତେ 1 ମିନିଟ୍ ଚକ୍ଷୁ ବନ୍ଦ କରି ତାହାଙ୍କ ଠାରେ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ପରମେଶ୍ୱର, ତୁମରି ପବିତ୍ର ମହାନାମର ଧନ୍ୟବାଦ କରୁଛୁ ରାଜା। ଆଜିର ଏହି ପ୍ରଭୁ ତୁମରି ପବିତ୍ର ବାକ୍ୟରେ ଜଡ଼ିତ ହୋଇଥିବା, ପବିତ୍ର ଆତ୍ମାଙ୍କ ସ୍ୱରରେ ଜଡ଼ିତ ହୋଇଥିବା ସମସ୍ତ ଶ୍ରୋତାମାନଙ୍କୁ, ଯେଉଁମାନେ ଏହି ବାକ୍ୟ ଶୁଣୁଛନ୍ତି ପିତା, ସମସ୍ତଙ୍କର ଜୀବନରେ ତୁମେ କାର୍ଯ୍ୟ କର ପ୍ରଭୁ। ସମସ୍ତଙ୍କର ପରିସ୍ଥିତିକୁ ତୁମେ ସଜାଡ଼ି ଦିଅ ବୋଲି ପ୍ରାର୍ଥନା କରୁଛୁ ରାଜା। ପ୍ରଭୁ ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ ପ୍ରଭୁ ସେମାନଙ୍କର ପାରିବାରିକ ଜୀବନରେ, ସେମାନଙ୍କର ଦୈନନ୍ଦିନ ଜୀବନରେ ତୁମେ ଭରସା ଦିଅ, ଧୈର୍ଯ୍ୟ ଦିଅ ପ୍ରଭୁ। ସେମାନେ ଯେପରିକି ଜଗତର କ୍ଲେଶକୁ ମୁକାବିଲା କରିବା ପାଇଁ ଶକ୍ତି ପାଇପାରିବେ ପ୍ରଭୁ ଯୀଶୁ ରାଜା। ତୁମରି ପବିତ୍ର ବାକ୍ୟର ଖଡ଼ଗ ଧରିକିରି ପ୍ରଭୁ ସେମାନେ ଆଗେ ଆଗେ ବଢ଼ିପାରିବେ ପିତା। ସର୍ବଦା ଆନନ୍ଦ କରିବା ପାଇଁ, ତୁମରି ଠାରେ ଆନନ୍ଦ କରିବା ପାଇଁ ଶିଖିବେ ପିତା। ଏଥିପାଇଁ ଦୟାକରି ଆଶୀର୍ବାଦ କର। ଏତେବେଳେ ଏହି ପ୍ରାର୍ଥନା ପୁଣି ଆଜିର ଏହି କାର୍ଯ୍ୟକ୍ରମରେ ଜଡ଼ିତ ହୋଇଥିବା ସମସ୍ତଙ୍କୁ ତୁମରି ପବିତ୍ର ବଳବାନ ହସ୍ତରେ ସମର୍ପଣ କରି ପୂଜା, ବନ୍ଦନା, ଗୌରବ, ସମ୍ଭ୍ରମ ପ୍ରତ୍ୟେକ ବିଷୟ ତୁମକୁ ଦେଇ ଜୀବିତ ଯୀଶୁ ନାମରେ ପ୍ରାର୍ଥନା ଉତ୍ସର୍ଗ କଲୁ। ଆମେନ୍।